ବର୍ତ୍ତମାନ ଆମେ ଚିନ୍ତାଗୁଡ଼ିକୁ ପରିବର୍ତ୍ତନ କରିବାକୁ ଚେଷ୍ଟା ନକରି ସ୍ୱୀକାର କରିବା ଅଭ୍ୟାସ କରିବା। ଚିନ୍ତା ଉଠିଲେ ସେଗୁଡ଼ିକୁ ଆକାଶରେ ବାଦଲ ଭଳି ଗତି କରୁଥିବା କିମ୍ବା ଧାରରେ ଭାସୁଥିବା ପତ୍ର ଭଳି କଳ୍ପନା କରନ୍ତୁ। ଆପଣଙ୍କୁ ସେମାନଙ୍କୁ ବ୍ୟାଖ୍ୟା କରିବା କିମ୍ବା ଦୂରକୁ ଠେଲିବାର ଆବଶ୍ୟକତା ନାହିଁ। କେବଳ ଦୟାଳୁ ଜିଜ୍ଞାସା ସହିତ ସେମାନଙ୍କର ଆସିବା ଓ ଯିବାକୁ ଦେଖନ୍ତୁ। ଆପଣଙ୍କର ଚିନ୍ତା କିମ୍ବା ନିଜକୁ ବିଚାର କରିବାର ଯେକୌଣସି ପ୍ରବୃତ୍ତି ଲକ୍ଷ୍ୟ କରନ୍ତୁ ଏବଂ ବିଚାରକୁ ଛାଡ଼ିଦେବା ଅଭ୍ୟାସ କରନ୍ତୁ। ଚିନ୍ତାଗୁଡ଼ିକୁ ଗତିଶୀଳ ଘଟଣା ଭାବରେ କଳ୍ପନା କରିବା ମାଧ୍ୟମରେ ମାର୍ଗଦର୍ଶନ କରନ୍ତୁ। ବର୍ତ୍ତମାନ ଆମେ ସ୍ୱୀକାର ଅଭ୍ୟାସରେ ଯିବା, ଯେଉଁଠାରେ ଆମେ ଚିନ୍ତାଗୁଡ଼ିକ ସହିତ ଏକ ଭିନ୍ନ ଉପାୟରେ କାମ କରିବା। ଆରାମଦାୟକ ଭାବରେ ବସି ଆପଣଙ୍କର ଶରୀରକୁ ସ୍ଥିର ହେବାକୁ ଦିଅନ୍ତୁ ଏବଂ ଆପଣଙ୍କର ସଚେତନତାକୁ ଏହି ବର୍ତ୍ତମାନ ମୁହୂର୍ତ୍ତକୁ ଆଣନ୍ତୁ। ଏହି ଅଭ୍ୟାସରେ ଆମେ ଆମର ଚିନ୍ତାଗୁଡ଼ିକୁ କୌଣସି ପ୍ରକାରେ ପରିବର୍ତ୍ତନ କରିବାକୁ ଚେଷ୍ଟା ନକରି ପର୍ଯ୍ୟବେକ୍ଷଣ କରିବା। ଏହା ବିଶେଷ କରି ଚାପଜନକ ସମୟରେ ସହାୟକ, ଯେତେବେଳେ କଠିନ ଚିନ୍ତାଗୁଡ଼ିକ ଭାରାକ୍ରାନ୍ତ ଲାଗିପାରନ୍ତି। ବର୍ତ୍ତମାନ ମୁହୂର୍ତ୍ତରେ ଏକ ଲଙ୍ଗର ଭାବରେ ଆପଣଙ୍କର ଶ୍ୱାସକୁ ଧ୍ୟାନ ଦେଇ ଆରମ୍ଭ କରନ୍ତୁ। ଆପଣ ଏଠାରେ ବସିଥିବା ସମୟରେ ଚିନ୍ତାଗୁଡ଼ିକ ସ୍ୱାଭାବିକ ଭାବେ ଆପଣଙ୍କର ମନରେ ଉଠିବ। ସେଗୁଡ଼ିକରେ ଫସିଯିବା ପରିବର୍ତ୍ତେ ଦେଖନ୍ତୁ ଯଦି ଆପଣ ସେଗୁଡ଼ିକୁ ଦୟାଳୁ ଜିଜ୍ଞାସା ସହିତ ପର୍ଯ୍ୟବେକ୍ଷଣ କରିପାରନ୍ତି। କଳ୍ପନା କରନ୍ତୁ ଯେ ଆପଣଙ୍କର ମନ ହେଉଛି ବିଶାଳ ନୀଳ ଆକାଶ ପରି ଏବଂ ଆପଣଙ୍କର ଚିନ୍ତାଗୁଡ଼ିକ ହେଉଛି ଏହା ମଧ୍ୟ ଦେଇ ଯାଉଥିବା ବାଦଲ ପରି। କିଛି ବାଦଲ ହାଲୁକା ଓ ପାତଳା ହୋଇପାରେ, ଅନ୍ୟଗୁଡ଼ିକ ଗାଢ଼ ଓ ଭାରୀ।
ପ୍ରତ୍ୟେକ ଚିନ୍ତା ଆସିଲେ କେବଳ ଏହାକୁ ଆକାଶରେ ଏକ ବାଦଲ ଭାବେ ଲକ୍ଷ୍ୟ କରନ୍ତୁ। ଏହା ପଛେ ଧାଇଁବା, ଏହା କ'ଣ ଅର୍ଥ ରଖେ ତାହା ବ୍ୟାଖ୍ୟା କରିବା କିମ୍ବା ଏହାକୁ ଦୂରକୁ ଠେଲିବାର ଆବଶ୍ୟକତା ନାହିଁ। ଯଦି ସହାୟକ ହୁଏ, ଆପଣ ନିଜକୁ ଏକ ପାହାଡ଼ ପାଖରେ ବସିବାର ଚିନ୍ତା କରନ୍ତୁ। ବାଦଲ ଗୁଡ଼ିକୁ ଉଡ଼ିଯିବାର ଦେଖୁଥିବା କଳ୍ପନା କରନ୍ତୁ। ସେଗୁଡ଼ିକ ଦୃଷ୍ଟିପଥରେ ଆସନ୍ତି, ଆପଣଙ୍କର ସଚେତନତା ମଧ୍ୟ ଦେଇ ଗତି କରନ୍ତି ଏବଂ ତାପରେ ଅଦୃଶ୍ୟ ହୋଇଯାଆନ୍ତି। କିମ୍ବା ଯଦି ଆପଣ ପସନ୍ଦ କରନ୍ତି, ଏକ ଧୀରେ ବହୁଥିବା ଧାର ପାଖରେ ବସିଥିବା କଳ୍ପନା କରନ୍ତୁ। ଉଠୁଥିବା ପ୍ରତ୍ୟେକ ଚିନ୍ତା ହେଉଛି ପାଣି ଉପରେ ପଡ଼ୁଥିବା ଏବଂ ସ୍ରୋତ ଦ୍ୱାରା ବହିଯାଉଥିବା ଏକ ପତ୍ରଟିଏ ପରି। ଲକ୍ଷ୍ୟ କରନ୍ତୁ କିପରି ଚିନ୍ତାଗୁଡ଼ିକ ସ୍ୱାଭାବିକ ଭାବେ ଆସିଯାଉଛି। ଆପଣଙ୍କୁ ସେଗୁଡ଼ିକ ସହିତ କିଛି କରିବାର ଆବଶ୍ୟକତା ନାହିଁ। କେବଳ ସେମାନଙ୍କର ଗତିଶୀଳ ପ୍ରକୃତିକୁ ଦେଖନ୍ତୁ। ଯେତେବେଳେ ଆପଣ ନିଜକୁ ଏକ ଚିନ୍ତାରେ ଫସିଯିବା ଲକ୍ଷ୍ୟ କରନ୍ତି, ହୁଏତ ଏହାକୁ ବିଶ୍ଳେଷଣ କରୁଛନ୍ତି କିମ୍ବା ଏହାର କାହାଣୀରେ ଟଣା ଯାଉଛନ୍ତି, ତେବେ ଧୀରେ ଏହାକୁ ଚିହ୍ନନ୍ତୁ ଏବଂ ଆକାଶରେ ବାଦଲ କିମ୍ବା ଧାରରେ ପତ୍ରର ପ୍ରତିଛବିକୁ ଫେରନ୍ତୁ।
ଆପଣ ବିଚାରଗୁଡ଼ିକୁ ମଧ୍ୟ ଉଠୁଥିବା ଲକ୍ଷ୍ୟ କରିପାରନ୍ତି, ଯେପରିକି ଆପଣ ଏହି ଅଭ୍ୟାସକୁ ସଠିକ୍ ଭାବରେ କରୁଛନ୍ତି କି ନାହିଁ, କିମ୍ବା ଆପଣଙ୍କର ଚିନ୍ତାର ବିଷୟବସ୍ତୁ ବିଷୟରେ ବିଚାର। ଏଗୁଡ଼ିକୁ ଚିହ୍ନନ୍ତୁ ଓ ଫେରି ଆସନ୍ତୁ ନିଜ ମନରେ ଭାବୁଥିବା ବାଦଲ ଓ ଗଛରେ ଥିବା ପତ୍ରର ଦୃଶ୍ୟକୁ। ଆପଣଙ୍କର ଚିନ୍ତାଗୁଡ଼ିକର ଏହି ମୃଦୁ ସ୍ୱୀକାର ସେଗୁଡ଼ିକ ସହିତ ଲଢ଼ିବା କିମ୍ବା ସେଗୁଡ଼ିକୁ ଅନୁସରଣ କରିବା ବିନା ଏହା ଏକ ଗଭୀର ଆତ୍ମସହାନୁଭୂତି, ବିଶେଷକରି ଏହି କଷ୍ଟ ସମୟରେ। ଆମେ ଆଗକୁ ବଢ଼ିବା ସମୟରେ ଦେଖନ୍ତୁ, ଯଦି ଆପଣ ଆପଣଙ୍କର ସମସ୍ତ ଅନୁଭୂତି, ଯେମିତିକି ଚିନ୍ତା, ଭାବନା ଓ ସମ୍ବେଦନା ପ୍ରଶସ୍ତ ସଚେତନତାରେ ରଖିପାରିବେ, ଯେପରି ଆକାଶ ବିନା ପ୍ରତିଶୋଧରେ ସମସ୍ତ ପାଗକୁ ଧାରଣ କରେ। ମନେ ରଖନ୍ତୁ ଯେ ଆପଣ ଆପଣଙ୍କର ଚିନ୍ତା ନୁହନ୍ତି, ଆପଣ ହେଉଛନ୍ତି ସେହି ସଚେତନତା ଯିଏ ସେଗୁଡ଼ିକୁ ଆସିବା ଓ ଯିବାର ଦେଖେ। ଅଭ୍ୟାସର ଏହି ଶେଷ ମୁହୂର୍ତ୍ତରେ ଲକ୍ଷ୍ୟ କରନ୍ତୁ ଆପଣଙ୍କର ଚିନ୍ତାଗୁଡ଼ିକ ସହିତ ଏହି ଉପାୟରେ ସମ୍ପର୍କ ରଖିବା କିପରି ଲାଗୁଛି।